କରିବାର କାରଣ କଣ? କାରଣ ସେ କହୁଥିଲେ ମୁଁ ଈଶ୍ୱରଙ୍କ ପୁତ୍ର, ଆଉ ସେ କହୁଥିଲେ ମୁଁ ଆଉ ପିତା ଏକ, ତୁମମାନେ ମୋର ବାକ୍ୟ ଶୁଣିଲେ ପରିତ୍ରାଣ ପାଇବ। ମୁଁ ପଥ, ମୁଁ ସତ୍ୟ ଓ ମୁଁ ଜୀବନ, ମୋ ଦେଇ ନ ଗଲେ କିଏ ମୋତେ ପିତା ମାନଙ୍କୁ ଯାଇପାରିବନି। ଲୋକ ରାଗିଗଲେ। ସ୍ୱତନ୍ତ୍ର ଭାବରେ ଫାରୁସୀ ମାନେ, ଯୁହୁଦୀ ମାନେ ବହୁତ ରାଗିଗଲେ ଯୀଶୁଙ୍କୁ। ତୁ ଏମିତି କେମିତି କହିପାରିବୁ? ତୋତେ ତ 50 ବର୍ଷ ହେଇନାହିଁ, ତୁ ଗୋଟେ ସମ୍ମିଳନ ଜାତି ବଢେଇରୁ ପଳେଇକି ତୁ ମତେ ଆମକୁ ପରିତ୍ରାଣ ଦେବୁ? ଆମମାନେ ଅବ୍ରାହ୍ମଙ୍କ ବଂଶଧର ଲୋକ, ଆଉ ଆମମାନେ ଧାର୍ମିକ ବଂଶ ଲୋକ, ତୁ ଆମକୁ ପରିତ୍ରାଣ ଦେବୁ କି? ଯୀଶୁ କହିଲେ ମୋ ଛଡା କିଏ ମତେ ତମକୁ ପରିତ୍ରାଣ ଦେଇପାରିବ? ଯଦି ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟ କଡ଼ା ପ୍ରହାର କରାହେଲା, ଯୀଶୁଙ୍କୁ ସେମାନେ ଥୁମ୍ପିଲେ, ଯୀଶୁଙ୍କୁ ସେମାନେ ମାରିଲେ, ଯୀଶୁଙ୍କୁ ଠେଲିଲେ, ଯୀଶୁ ଚୁପଚାପ ହେଇକି ରହିଲେ। କାହିଁକି? କାରଣ ଯୀଶୁକୁ ବଥା ହଉନଥିଲା ବୋଲି ନାହିଁ, ଯୀଶୁଙ୍କୁ ମଧ୍ୟ ଆମମାନଙ୍କ ପରେ ବହୁତ ବଥା ହଉଥିଲା, ଯୀଶୁଙ୍କୁ ବେଶୀ କଷ୍ଟ ବି ଲାଗୁଥିଲା। କିନ୍ତୁ ଚୁପଚାପ ରହିବାର କାରଣ ହଉଛି କଣ? ଯେ ଜାଣିଥିଲେ ମୁଁ କାହିଁକି ଆଉ କୁଆଡେ ଯାଉଛି। ଯୀଶୁ ଅନେକ ସମୟରେ କହିଥାନ୍ତି ମୁଁ ମୋର ଇଚ୍ଛାକୁ ସଫଳ କରିବା ପାଇଁ ଆସିନାହିଁ, କିନ୍ତୁ ଈଶ୍ୱରଙ୍କ ଇଚ୍ଛାକୁ ସଫଳ କରିବା ପାଇଁ ଆସିଅଛି। ହେଲେ ଈଶ୍ୱରଙ୍କ ଇଚ୍ଛା ଥିଲା ଯୀଶୁ ଯେପରି କ୍ରୁଶରେ ନିଜର ସମସ୍ତ ରକ୍ତକୁ ଝରେଇବେ। ବାଇବଲ କହୁଛି ରକ୍ତପାତ ବିନା ପାପ ମୋଚନ ହୁଏ ନାହିଁ, ହେଲେ ରକ୍ତ ଦ୍ୱାରା ପାପ ମୋଚନ ହେଇଥାଏ। ଅର୍ଥ ହଉଛି ଯୀଶୁଙ୍କ ରକ୍ତ ଦ୍ୱାରା କେବଳ ମଣିଷର ପାପ ଧୋଇ ହେବ। ହେଲେ ଯୀଶୁ ଜାଣି ଶୁଣିକି ଈଶ୍ୱରଙ୍କ ଇଚ୍ଛାକୁ ସଫଳ କରିବା ପାଇଁ ତାଙ୍କ ଶରୀରକୁ ସେ କ୍ରୁଶରେ ବଳି ଦେଲେ, ତାଙ୍କ ସମସ୍ତ ରକ୍ତକୁ ସେ ଝରେଇଲେ। କାରଣ ତାଙ୍କ ମନରେ ଈଶ୍ୱରଙ୍କ ଆତ୍ମା ବାସ କରୁଥିଲା। ଯୀଶୁ ହଉଛନ୍ତି ପବିତ୍ର, ଯୀଶୁଙ୍କ ପାଖରେ ଲେଶ ମାତ୍ର ପାପ ନଥିଲା, ଯୀଶୁଙ୍କ ପାଖରେ କୌଣସି ଦୋଷ ନଥିଲା। ଯୀଶୁ ହଉଛି ପବିତ୍ର ସିଦ୍ଧ। ହେଲେ ସେ ସମସ୍ତ ମାନବ ଜାତି ନିକଟ ପାଇଁ ପରିତ୍ରାଣ ଦେବା ପାଇଁ ଈଶ୍ୱରଙ୍କର ମେଷ ସାମଗ୍ରୀ ସେ ଆସିଲେ। ଆପଣ ସମସ୍ତେ ଜାଣିଛନ୍ତି। ଆଉ ବାପ୍ତିକ ଜହନ ପାଟି କରି କହୁଛନ୍ତି ଏଇ ଦେଖ ଈଶ୍ୱରଙ୍କ ମେଷ ଶାବକ, ଯିଏକି ଜଗତର ପାପ ବହି ନେଇକି ଯାଉଛନ୍ତି। ହଁ, ଯୀଶୁ ଜଣେ ମେଷ ଶାବକ ଭାବରେ ପ୍ରକାଶିତ ହେଲେ। ଯୋଉ ମେଷ ଆମ ସମସ୍ତଙ୍କ ପାଇଁ ରକ୍ତକୁ ଦେଲେ, ଯୋଉ ମେଷ ଆମ ସମସ୍ତଙ୍କର ପ୍ରାୟଶ୍ଚିତ ବଳି ପାଇଁ ସେ ବଳି ଦେଲେ, ଆଉ ଯୋଉ ଦ୍ୱାରା କି ସେ କ୍ରୁଶରେ ପ୍ରାଣ ତ୍ୟାଗ କଲେ। ଆଉ ତୃତୀୟ ଦିବସରେ ପୁନର୍ବାର ସେ ଉତ୍ଥିତ ହେଲେ, ମୃତ୍ୟୁକୁ ଜୟ କରିକି ସେ ଉଠିଲେ, ଆଉ ସେ ପାପକୁ ଜୟ କରିକି ସେ ଉଠିଲେ। ମୁଁ ଯେବେ ମାଙ୍କ ବିଷୟରେ ଭାବୁଛି, ଆଉ ସେମାନେ କୁତବାଡିକୁ ଥରେ ଆସୁଥିଲେ, ମୁଁ ଯେତେବେଳେ ଦାରିମାଡିକୁ 2021 ମସିହାରେ ଆସିଲି ଟ୍ରାନ୍ସଫର ହେଇକି, ତ ମୁଁ ଶୁଣିବାକୁ ପାଇଲି ସିଏ ତାଙ୍କ ସ୍ୱାମୀ 2 ଜଣ ଚାଲି ଚାଲି ସିଆଡେ କୁତବାଡିକୁ ଚର୍ଚ୍ଚକୁ ଆସୁଛନ୍ତି। ମୁଁ ବହୁତ ଆଶ୍ଚର୍ଯ୍ୟ ହେଇଗଲି। ଆଉ ଦିନେ ସେ ମତେ କହିଲେ ପାଷ୍ଟର ଆମର କେତେବେଳେ ମରିବ ଆମକୁ ଜଣା ନାହିଁ। ଆଉ ଦିନେ ଆସିକି ଜାଗାରେ ମୁଁ ବସିଛି ମାଙ୍କ ସହିତ, ଆଜାଙ୍କ ସହିତ କଥା ହଠାତ୍ ମତେ କହିଲେ ହଁ ତମକୁ ମୁଁ ଜଣକୁ ଦେଖୁଛି, ତମେ ଉଦୟଗିରି ଲୋକ, କିନ୍ତୁ ମୁଁ ଭାବୁଛି ତମେ ଆଉ ଜଣଙ୍କର ନାତି ବୋଧେ ବୋଲି କହିଲି। ସେ କହିଲେ, ଆଉ ମୁଁ କହିଲି ହଁ, ମୋ ଜେଜେବାପାଙ୍କ ନାଁକୁ ମୁଁ କହିଲି। ଆଉ ସେ ଆଶ୍ଚର୍ଯ୍ୟ ହେଇଗଲେ। ଆଉ ସେ ମତେ କହିଲେ ତମେ ଜାଣିଛ ତମେ ବହୁତ ବର୍ଷ ପୂର୍ବରୁ ତମ ଜେଜେବାପା ରାଇକଲାରୁ ଆସିକି ଚାଲି ଚାଲି ଜାଗାରେ ମତେ ପେନ ଗାଡି ଦେଇ ଆସିଥିଲେ, ଆଉ ସେ ଗୀତକୁ ସେ ଗାଇଥିଲେ ସେଠି। ଆଉ ଯେତେବେଳେ ମୁଁ ତାଙ୍କର ଏଇ ବିଷୟ ଶୁଣିଲି ମୁଁ ବହୁତ ଧନ୍ୟବାଦ ହେଲେ, ଆଉ ସେ ମତେ କୁଣ୍ଢେଇ ପକେଇକି ମତେ ଚୁମା ଦେଲେ, ଆଉ ମତେ କହିଲେ ଆଜି ବେଶୀ ମତେ ଧନ୍ୟବାଦ ହଉଛି, ମୁଁ ଖୁସି ହଉଛି ଯେ ମୋର ପାଷ୍ଟରକୁ ପ୍ରଭୁ ପଠେଇଲେ ବୋଲି କହିକି। ତ ଯେତେବେଳେ ମତେ ତାଙ୍କର ଦୈନନ୍ଦିନ ଜୀବନ ଦେଖୁଥିଲି, ମୁଁ ଖରାରେ ହଉ, ବର୍ଷାରେ ହଉ, ଶୀତରେ ହଉ, ଯେକୌଣସି ସମୟରେ ମଧ୍ୟ ସେମାନେ ସଣ୍ଡେକୁ ସେମାନେ ମିସ୍ କରୁନଥିଲେ, ଚାଲି ଚାଲି ଆସୁଥିଲେ। ଆଉ ଶେଷରେ ମୋର ଯୋଉ ଟ୍ରାନ୍ସଫର ହେଇଗଲା, ଆଉ ଟ୍ରାନ୍ସଫର ହେଲା ପୂର୍ବରୁ ତ ବାପା ଚାଲି ଯାଇଥିଲେ, ବାପାଙ୍କର କବର ହେଲା। କିନ୍ତୁ ଯେତେବେଳେ ମୋର ଟ୍ରାନ୍ସଫର ହେଲା ସେ ସମୟରେ ମା ବଞ୍ଚିଥିଲେ, ଆଉ ସେ ମତେ ଜାବଡିକି ବହୁତ କାନ୍ଦିକି ଆଉ ମତେ ଗୋଟେ ବିଷୟ କହିଲେ ପାଷ୍ଟର ଆମକୁ ଛାଡିକି ଯାଆନ୍ତୁ ନାହିଁ। ତ ସେ 2ଟା ଚେୟାର କିଣିଥିଲେ, ତ ମତେ କହିଲେ ପାଷ୍ଟର ଆପଣ ଯାଆନ୍ତୁ ତ ଯାଆନ୍ତୁ, କିନ୍ତୁ ଏ 2ଟା ଚେୟାର ନେଇକି ଯାଆନ୍ତୁ, ଆଉ ଏ ଚେୟାର ଦେଖିଲେ ଆମକୁ ଦେଖିଲା ପରେ ଆପଣ ଲାଗିବ। ସତରେ ମୁଁ ଯେତେବେଳେ ସେ ବିଷୟକୁ ମନେ ପକାଉଛି ବର୍ତ୍ତମାନ, ସେ ମା ପାଖରେ ନାହାନ୍ତି ବର୍ତ୍ତମାନ, କିନ୍ତୁ ଗୋଟିଏ ଆଶା ମୁଁ କହିପାରିବି, ସେ ମା ଯୋଉ ଜାଗାକୁ ଚାଲିଗଲେ ସେ ଜାଗାକୁ ଯିବା ପାଇଁ ଏ ଜଗତର କୌଣସି ଶକ୍ତି ପ୍ରୟୋଗ କରିପାରିବ ନାହିଁ। ବାଇବଲ ଲେଖା ହେଇଛି କଣ ବୋଲି, ଦୀର୍ଘ 430 ବର୍ଷ ପର୍ଯ୍ୟନ୍ତ ଇସ୍ରାଏଲ ଲୋକମାନେ ରାଜା ଫାରୋଙ୍କର ଅଧୀନରେ ଥିଲେ, ଆଉ ସେ ସମୟରେ ରାଜା ହେରୋଦ ମଧ୍ୟ ଲୋକକୁ ତାଡ଼ନା କରୁଥିଲେ, ଯୀଶୁଙ୍କ ଜନ୍ମକୁ ବିରୋଧ କରୁଥିଲେ। ଆଜି ମଧ୍ୟ ଜଗତରେ ହେରୋଦ ରାଜାଙ୍କ ସଦୃଶ ଲୋକମାନଙ୍କର ମନରେ ଶୈତାନ ବା ପାପ ରାଜତ୍ୱ କରିବାକୁ ଚେଷ୍ଟା କରୁଛି। କିନ୍ତୁ ଗୋଟେ ବିଷୟ ହଉଛି ବହୁତ ଆଶ୍ଚର୍ଯ୍ୟ ବିଷୟ, ଯୀଶୁ କହିଲେ ମୁଁ ଜଗତର ଜ୍ୟୋତି, ହେଲେ ଜ୍ୟୋତି ପାଖରେ ଶକ୍ତି ଅଛି ଅନ୍ଧକାରକୁ ଜିତିବା ପାଇଁ। 2000 ବର୍ଷ ପୂର୍ବ ଜଗତରେ ଜ୍ୟୋତି ପ୍ରକାଶିତ ହେଲା, ଆଉ ଏ ଜ୍ୟୋତି ସମସ୍ତ ଅନ୍ଧକାରର ଶକ୍ତିକୁ ପରାଜୟ କଲା। ଯଦି ପାଷ୍ଟର କହୁଥିଲେ ବର୍ତ୍ତମାନ ଜୟ ମୃତ୍ୟୁକୁ ଗ୍ରାସ କରିଅଛି, ଜୟ ମୃତ୍ୟୁକୁ ଗିଳି ଦେଇଅଛି, ଆଉ ରେ ମୃତ୍ୟୁ କାହିଁ ତୋର ନାହୁଳ, କାହିଁ ତୋର ଶକ୍ତି ଅଛି କି? ଆଉ ଏଥିର ଯୀଶୁଙ୍କର ରକ୍ତ ଦ୍ୱାରା, ଯୀଶୁଙ୍କ ମୃତ୍ୟୁ ଦ୍ୱାରା, ଯୀଶୁଙ୍କର ପୁନରୁତ୍ଥାନ ଦ୍ୱାରା ଆମେ ସମସ୍ତ ପବିତ୍ରକୃତ କରାଗଲେ।
ଯୀଶୁ ଖ୍ରୀଷ୍ଟଙ୍କ ଶରୀର ଏକା ଥରକେ 2 ଥର ନାହିଁ 3 ଥର ନାହିଁ ଥରେ ମାତ୍ର ଉତ୍ସର୍ଗିତ ହେବା ଦ୍ୱାରା ସେହି ଇଚ୍ଛା ହେତୁ ଆମେ ପବିତ୍ରିତ ହୋଇଅଛୁ ଲେଖା ହେଇଛି ବାଇବେଲ। ଏବେ ମାଆଙ୍କୁ ମୁଁ ଯୋଉ ଗଥରେ ଆସିଥିଲି କାଠଗଡ଼ ସମୟରେ ମୁଁ ତାଙ୍କୁ ପଚାରିଥିଲି ଆପଣ ଧାର୍ମିକ ନା ପାପୀ? ପାଷ୍ଟର ମୁଁ ଧାର୍ମିକ, ମୁଁ ଯୀଶୁଙ୍କ ରକ୍ତକୁ ବିଶ୍ୱାସ କରୁଛି, ମୁଁ ସ୍ୱର୍ଗ ଯିବା ଲୋକ। ସତରେ ମୁଁ ଗୋଟେ ବାକ୍ୟକୁ ମନେ ପକାଉଛି ଯେ ଧନ୍ୟ ତମର ଚକ୍ଷୁ ଯାହା ତମେ ଦେଖୁଅଛ, ଯାହାକି ଅନେକ ଧାର୍ମିକ ଦେଖିବାକୁ ଚେଷ୍ଟା କରୁଥିଲେ କିନ୍ତୁ ଦେଖିପାରିଲେନି। ଧନ୍ୟ ତମର କର୍ଣ୍ଣ ଯାହା ଶୁଣିଅଛି, ଅନେକ ଧାର୍ମିକ ବ୍ୟକ୍ତି ମାନେ ଚେଷ୍ଟା କରୁଥିଲେ ଶୁଣିବା ପାଇଁ, ତାହା ଶୁଣୁନାହାନ୍ତି। ଧନ୍ୟ ତମର ମନ ଯାହାକି ପ୍ରଭୁ ତମକୁ ଦେଇଛନ୍ତି। ସତରେ ଭାଇ ଭଉଣୀ ମାନେ, ଯଦି ଭିକାରୀ ଲାଜାର ପାଖରେ କୁକୁର ମାନେ ଘା ଚାଟୁଥିଲେ କିନ୍ତୁ ତା ପାଖରେ ଆଶା ଦେଖାଯାଉଥିଲା ବାହାରେ। ବାହ୍ୟ ଭାବରେ ଦେଖିଲେ ଲୋକମାନେ ତାକୁ ଦେଖିଲେ ହତାଶ ହେଇଯିବେ, ନିରାଶ ହେଇଯିବେ, ମାତ୍ର ତାଙ୍କର ମନରେ ପ୍ରକୃତରେ ଅନନ୍ତ ଜୀବନର ପ୍ରମାଣ ପାଇଲେ। ସେ ଯୀଶୁଙ୍କୁ ସେ ଭେଟିଲେ, ଯୀଶୁଙ୍କର ବାକ୍ୟକୁ ଭେଟିଲେ। ସେ ଆଜି ମଧ୍ୟ ଏଇ ଜାଗାରେ ଆମେ ଏ ମାଙ୍କୁ ପ୍ରଭୁଙ୍କ ନିୟମ ଅନୁସାରେ ସମୟ ଦେବା ପାଇଁ ଯାଉଛୁ। କିନ୍ତୁ ଏଇ ଜାଗାରେ ମୁଁ ଶେଷରେ ଗୋଟେ ବିଷୟ କହିବାକୁ ଚାହୁଁଛି। ଯୀଶୁ ଜଗତକୁ ଆସିନଥିଲେ ଆମମାନଙ୍କ ପାଇଁ ଅନ୍ୟ କିଛି ବିଷୟ କରିବା ପାଇଁ। ଯୀଶୁ ଆମ ସମସ୍ତଙ୍କୁ ପରିତ୍ରାଣ ସାଧନ କରିବା ପାଇଁ ଆସିଥିଲେ। ଭାଇ ଭଉଣୀ ମାନେ, ଯୋଉ ଲୋକ ମୃତ୍ୟୁକୁ ସାମ୍ନା କରିନାହିଁ ସେ ମୃତ୍ୟୁକୁ ନେଇକି ସେ ଏତେ ଚିନ୍ତା କରିପାରିବନି। କିନ୍ତୁ ମୃତ୍ୟୁ ହଉଛି ଗୋଟେ ଭୟଙ୍କର ବିଷୟ, ଯେକୌଣସି ମୁହୂର୍ତ୍ତରେ ଆମ ପାଖକୁ ଆସିଥାଏ। ମଧ୍ୟ ଯୋଉ ଲୋକମାନଙ୍କ ହୃଦୟ ଭିତରେ ମୃତ୍ୟୁକୁ ଜୟ କରିବାର ଯୀଶୁଙ୍କୁ ପାଉଛନ୍ତି, କାରଣ ଅନ୍ଧକାରର ଶକ୍ତି ନାହିଁ ଜ୍ୟୋତିକୁ ଜିତିବା ପାଇଁ। ଜ୍ୟୋତି ପାଖରେ ଶକ୍ତି ଅଛି ଅନ୍ଧକାରକୁ ଜିତିବା ପାଇଁ। ଏ ଗାଁକୁ ମଧ୍ୟ, ଏ ଘରକୁ ମଧ୍ୟ ମୁଁ ମଧ୍ୟ 2005 ମସିହାରେ ଆସିଥିଲି ପ୍ରଥମ ଥର ପାଇଁ। ସେ ସମୟରେ ଏଇ ଜାଗାରେ ମା ଥିଲେ, ବାପା ଥିଲେ, ଆଉ ଆମର ଡିକନ ମାନେ ଯୋଉ ଅଛନ୍ତି, ଜ୍ୟୋତି ଡିକନ, ସନ୍ଧ୍ୟା ଡିକନ, ରାଜେଶ ଭାଇ, ସେ ସମସ୍ତେ ବସିକି ଶୁଣୁଥିଲେ ବାକ୍ୟକୁ। ମୁଁ ଯଦି ଆଜି ମନେ ପକାଉଛି ଏତେ ଲମ୍ବା ସମୟର ଯାତ୍ରା, ହଁ କେତେ ଯନ୍ତ୍ରଣା, କେତେ କଷ୍ଟ, କେତେ ଅଭାବ, କେତେ ରୋଗରେ ଆକ୍ରାନ୍ତ ହେଇଥିବେ ପରିବାର ସଦସ୍ୟ ମାନେ। ଯେମିତି ବର୍ତ୍ତମାନ ଲୋକମାନେ ଭାବୁଥିଲେ, ଇସ୍ରାଏଲ ଲୋକମାନେ, ଆରେ ଆମମାନେ କେବେ ମୁକ୍ତି ପାଇବୁ, କେବେ ଆମମାନେ ତ୍ରାହି ପାଇବୁ, କେବେ ଆମମାନେ କଷ୍ଟ ଯନ୍ତ୍ରଣା ବାହାରି ଆସିବୁ। କିନ୍ତୁ ଦିନେ ପରମେଶ୍ୱର ମୂଷାଙ୍କୁ ପଠେଇଲେ, ଆଉ ମୂଷାଙ୍କୁ ପଠେଇଲେ କହିକି ତୁ ଯା ମୋ ଲୋକକୁ ବାହାର କରିକି ଆଣିବି ସ୍ୱଦେଶରୁ। ଆଉ ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କୁ ମୋର ପ୍ରାନ୍ତରକୁ ଆଣିଲେ। ମୋର ପ୍ରାନ୍ତରରେ 40 ବର୍ଷ ରଖିଲେ ଭାଇ ଆର ଭଉଣୀ। 40 ବର୍ଷ ଭିତରେ ପରମେଶ୍ୱର ଏମାନଙ୍କର ହୃଦୟରେ ଆଶ୍ଚର୍ଯ୍ୟ କାମ କଲେ। ବାହାରେ ଏମାନଙ୍କୁ ଲାଗୁଥିଲା ଅଦା ନାହିଁ, ରସୁଣ ନାହିଁ, ଏଇ ଜାଗାରେ ମାଂସ ନାହିଁ, ଏ ଜାଗାରେ ପାଣି ନାହିଁ, ପିତା ହଉଛି। ଆଜି ଅନେକ ଲୋକମାନେ ଅଭିଯୋଗ କରୁଥାନ୍ତି, କାହିଁକି ମୋ ଜୀବନ ଏମିତି ହଉଛି, କାହିଁକି ମୋର ଜୀବନ ଏ ବିଷୟ ନାହିଁ, ସେ ବିଷୟ ନାହିଁ। କିନ୍ତୁ ଯୋଉ ସମୟରେ ଏମାନେ କିଣାଣକୁ ପହଞ୍ଚିଲେ, ଯୋଉ କିଣାଣ କି ଦୁଗ୍ଧ ମଧୁ ପ୍ରଭାବ ଦେଶ, ଆମର ଶରୀର ସ୍ୱର୍ଗକୁ ଯିବା ପରିବର୍ତ୍ତେ ଏ ଶରୀର ମାଟିକୁ କାହିଁ ଦିଆହବ, ଏ ମାଟିରେ କାହିଁ ପୋତା ହବ? କାରଣ ବର୍ତ୍ତମାନ ବାଇବଲରେ ଲେଖା ହେଇଛି ଯେ ଏ କ୍ଷୟ ରୂପ ଯୋଉ ଶରୀର ଧରୁଛି, ଆମର ଏଟା କ୍ଷୟ ପାଇବାର ଶରୀର, এটা ମାଟିର ତିଆରି, ମାଟିରେ ମିଶିବ। କିନ୍ତୁ ମାଙ୍କୁ ବର୍ତ୍ତମାନ ଈଶ୍ୱରର ନୂଆ ଶରୀର ପାଇଁ ଅଲରେଡି ପ୍ରସ୍ତୁତ କରି ସାରି ଅଛନ୍ତି। ଯୋଉ ନୂଆ ଶରୀର କେ ମଧ୍ୟ ସରିବ ନାହିଁ, ବୁଢା ହବ ନାହିଁ, ଭୋକ ହବ ନାହିଁ, ଶୋଷ ହବ ନାହିଁ। ସେଟା ଅନନ୍ତ କାଳୀନ ରାଜ୍ୟରେ ବଞ୍ଚିବା ପାଇଁ ଅନନ୍ତ କାଳୀନ ପର୍ଯ୍ୟନ୍ତ ଶରୀର ରହିବାର ପ୍ରଭୁ ତାଙ୍କ ପାଇଁ ପ୍ରତିଜ୍ଞା କରି ସାରିଛନ୍ତି। ଆଜି ମୁଁ ବେଶୀ ଧନ୍ୟବାଦ ଦଉଛି ଗୋଟେ ବିଷୟ ପାଇଁ, ଯେ ଜନ୍ମଦିନ ଠାରୁ ବଡ଼ ଦିନ ଭଲ ଏ ମାଙ୍କ ଦ୍ୱାରା ପ୍ରଭୁଙ୍କର ଗୌରବ ପ୍ରଶଂସା ହଉ। ଯେମିତି ଲେଖା ହେଇଛି ଯେ ଈଶ୍ୱର ଅନେକ ଧାର୍ମିକ ମାନଙ୍କ ପରିବର୍ତ୍ତେ ଗୋଟେ ପାପୀ ଯଦି ମନ ଫେରଉଛି, ତାହେଲେ ସ୍ୱର୍ଗରେ ଆନନ୍ଦ ହଉଛି ଲେଖା ହେଇଛି। ତ ମୁଁ ଆଜି ବେଶୀ ଧନ୍ୟବାଦ ଦଉଛି ଏ ମାଙ୍କର ପରିତ୍ରାଣ ପାଇଁ, ଏ ପରିବାରର ସଦସ୍ୟର ପରିତ୍ରାଣ ପାଇଁ। ଖ୍ରୀଷ୍ଟ ଯୀଶୁଙ୍କ ରକ୍ତ ଯେମିତି ସେ ନିସ୍ତାର ପର୍ବ ସମୟରେ 2 ଭାଇଙ୍କ କପାଳରେ ରକ୍ତ ଲାଗିଥିଲା, ଆଉ ସେ ଯୋଉ ଘରେ ରକ୍ତ ଲାଗିଥିଲା ସେ ଘରକୁ ବିଚାର ପଶିଲା ନା ପଶିଲା ନାହିଁ? ପଶିଲା ନାହିଁ। ଆଜି ଏ ଘରେ ମଧ୍ୟ ପ୍ରଭୁ ଯୀଶୁଙ୍କ ରକ୍ତ ଲାଗିଛି। ହାଲେଲୁୟା। ଏ ଘରେ ମଧ୍ୟ ଯୀଶୁଙ୍କର ସୁସମାଚାର ଅଛି। ଯୋଉ ସମୟରେ ଶୈତାନର ଦାସ ମାନେ, ଯୋଉ ସମୟରେ ଅନ୍ଧକାର ପାପ ଏ ଘରକୁ ବିଚାର ପଶିବା ପାଇଁ ଆସିବ, କିନ୍ତୁ ଶକ୍ତି ନାହିଁ। କାହିଁକି? ଯଦି ଆପଣଙ୍କର ଘରେ କରେଣ୍ଟ ଅଛି, ଲାଇଟ ଜଳୁଛି, ଅନ୍ଧକାର ରାଜତ୍ୱ ହେଇପାରିବ ନାହିଁ। ସେମିତି ଏ ମାଙ୍କର ହୃଦୟରେ ମଧ୍ୟ ଅନନ୍ତ କାଳୀନ ପର୍ଯ୍ୟନ୍ତ ଅନ୍ଧକାରକୁ ସେ ବାହାର କରିଦେଲେ। ସିଏ ନାହିଁ, ମାତ୍ର ଯୀଶୁ ବାହାର କଲେ। ସେ ଧାର୍ମିକ, ସେ ପବିତ୍ର ବୋଲି ସ୍ୱୀକାର କରୁଥିଲେ। କାହିଁକି? ବିଶ୍ୱାସ ଦ୍ୱାରା ମଣିଷ ଉଦ୍ଧାର ପାଇବ। ଶେଷରେ ମୁଁ ଗୋଟେ ବାକ୍ୟ କହିବି, ଜହନ 5:25 ଲେଖା ହେଇଛି। କଣ ଲେଖା ହେଇଛି? ସତ୍ୟ ସତ୍ୟ ମୃତ ମାନଙ୍କୁ କହୁଛି। ଯେଉଁ ସମୟରେ ମୃତ ମାନେ ଈଶ୍ୱରଙ୍କ ପୁତ୍ର ସ୍ୱର ଶୁଣିବେ। କୋଉମାନେ? ମୃତ ମାନେ। କୋଉ ପ୍ରକାର ମୃତ ଲୋକମାନେ? ଏମାନେ ଯୋଉମାନେ ଜଗତର ଆଶା କରିଛନ୍ତି, ଜଗତର ଧ୍ୱଂସ ହେଇଛନ୍ତି, ତା ପାଖରେ କୌଣସି ରାସ୍ତା ନାହିଁ। ଏଥିରେ 2005 ମସିହାରେ, ତା ପୂର୍ବରୁ ମଧ୍ୟ ଏ କେଶବଡେ ଗାଁକୁ ଯୀଶୁ ଦିନେ ଆସିଥିଲେ।
ଆଜି ସେ ଆସିଲେ ଏ ଘରର ସଦସ୍ୟମାନଙ୍କୁ ସୁସମାଚାର ପ୍ରଚାର କର, ଏ ମାଙ୍କୁ ମଧ୍ୟ ପ୍ରଚାର କର। ପରିବାରର ସମସ୍ତ ସଦସ୍ୟମାନଙ୍କ ପାଇଁ ଚାଲନ୍ତୁ ଆମେ ପ୍ରାର୍ଥନା କରିବା। ଆଉ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଏ ମାଙ୍କର ପରିକ୍ରମା ନେଇକି ପ୍ରଭୁ ଧନ୍ୟବାଦ ଦେବା, ମାନେ ଗୌରବ ପ୍ରଶଂସା କରିବା। ତା ସହିତ ପ୍ରଭୁଙ୍କ ନିୟମ ଅନୁସାରେ ଏ ମାଙ୍କର ଶରୀରକୁ ଆମେ ମାଟିରେ ମିଶିବା ପାଇଁ ଯିବା। ଆଉ ମୁଁ ଆଶା କରୁଛି ଆଗକୁ ମଧ୍ୟ ଏ ଘରେ ଯେପରି ସୁସମାଚାର ପ୍ରଚାରିତ ହବ, ଏ ଘରୁ ଯେପରି ଯୀଶୁଙ୍କର ବାସନା ମହକି ଉଠିବ। ଯେମିତି ସେଇଦିନ ମରିୟମ ଯୀଶୁଙ୍କ ପାଦ ତଳେ ଜଟା ମାଂସ ତଳ ପକେଇ ଦେଲାରୁ ପୁଛିଦେଲେ ତାଙ୍କ କେଶରୁ, ଆଉ ସେ ଘରେ ବାସନାରେ ମହକି ଗଲା। ଆଜି ଯୀଶୁଙ୍କର ସୁସମାଚାର, ଯୀଶୁଙ୍କର ଅନନ୍ତ ଜୀବନ, ଯୀଶୁ ରକ୍ତ ଯେପରି ଆମମାନଙ୍କ ହୃଦୟ ଭିତରେ ବାସ କରୁଅଛି। ଆମେ ପାପୀ ଗୋଷ୍ଠୀ ନଉ, ଆମେ ଧାର୍ମିକ ଗୋଷ୍ଠୀ। ଯଦି ପାଷ୍ଟର କହୁଥିଲେ ଯେ ଆଦମଙ୍କର ବଂଶରେ କେବଳ ଜନ୍ମ ଅଛି, ତା ସହିତ ମୃତ୍ୟୁ ବି ଅଛି, ମାତ୍ର ମାଥି ପୁସ୍ତକ ଏ କରେ ଯୀଶୁଙ୍କ ବଂଶାବଳୀ ଭିତରେ ଜନ୍ମ ଲେଖା ହେଇଛି କିନ୍ତୁ ମୃତ୍ୟୁ ଲେଖା ହେଇନି। ସେଥିପାଇଁ ମା ମରିନାହାନ୍ତି। ମା କୁଆଡେ ଗଲେ? ମା ଏ ଅନନ୍ତ କାଳୀନ ରାଜ୍ୟକୁ ସ୍ଥାନାନ୍ତର ହେଲେ ଏ ପୃଥିବୀକୁ ଛାଡିକି। ଆମେ ସମସ୍ତେ ଦିନେ ଛାଡିକି ଯିବୁ। ଯେତେ ଲୋକ ଆମେ ଛିଡା ହେଇଛୁ ବସିଛୁ, ଆମେ ଦିନେ ମରିବା କି ନାହିଁ? ଆମେ ମଧ୍ୟ ମରିବା, ସୁନିଶ୍ଚିତ। କିନ୍ତୁ ଆମର କେମିତି ମରିବା? ଆମର ମନରେ କୋଉ ପ୍ରକାର ହୃଦୟକୁ ନେଇକି ମରିବା? ଆମ ହୃଦୟରେ କଣ ଥିଲେ ଆମେ ଉଦ୍ଧାର ପାଇବା? କଣ ଥିଲେ ଆମେ ଅନନ୍ତ ରାଜ୍ୟକୁ ପ୍ରବେଶ କରିବା? ସେଇଟା ହଉଛି କେବଳ ଯୀଶୁଙ୍କର ରକ୍ତ, ସେଟା କେବଳ ଯୀଶୁଙ୍କର ଦେଇଥିବା ସୁସମାଚାର, ଯାହାକି ଅନନ୍ତ ଜୀବନର ପ୍ରମାଣ। ଏ ମାଙ୍କ ପରିତ୍ରାଣ ପାଇଁ ମଧ୍ୟ ବେଶୀ ଧନ୍ୟବାଦ ଦଉଛି। ଏ ପରିବାରର ସମସ୍ତଙ୍କ ପାଇଁ ମୁଁ ଧନ୍ୟବାଦ ଦଉଛି ଆଉ ପ୍ରାର୍ଥନା କରୁଛି ଯେପରି ଏ ଗାଁରେ ମଧ୍ୟ ଅନେକ ଅନେକ ଲୋକମାନେ ଯେପରି ସୁସମାଚାର ଶୁଣିବେ ଆଉ ସେ ସ୍ୱର୍ଗ ରାଜ୍ୟର ଖୁସିକୁ ପାଇବେ। ତ ଆଜି ଆମମାନେ ମାଙ୍କୁ ସମାଜ ଦେବା ପୂର୍ବରୁ ମୁଁ ପ୍ରାର୍ଥନା କରିବି, ଆଉ ଆପଣମାନେ ମଧ୍ୟ ପ୍ରାର୍ଥନା କରନ୍ତୁ ଯେପରି ଆମମାନେ ସମସ୍ତେ ଏ ମା ଯୋଉ ଜାଗାକୁ ଚାଲି ଯାଇଛନ୍ତି, ଆମମାନେ ମଧ୍ୟ ସମସ୍ତେ ଲାଇନରେ ଧାଡ଼ି ଲାଗିଛୁ। ଦିନେ ଆମର ମଧ୍ୟ ସମୟ ଆସିବ, ଆମମାନେ ମଧ୍ୟ ସେ ଜାଗାରେ ପହଞ୍ଚିବୁ। କିନ୍ତୁ ମା ଶରୀର ଦୁର୍ବଳ ଥିଲେ, ଖାଇ ପାରୁନଥିଲେ, କିନ୍ତୁ ମାଙ୍କ ହୃଦୟରେ ଆଲୋକ ଥିଲା, ମାଙ୍କ ଭିତରେ ଆଶା ଥିଲା, ମାଙ୍କ ଭିତରେ ବିଶ୍ୱାସ ଥିଲା, ମାଙ୍କ ପାଖରେ ସାହସ ଥିଲା, ମାଙ୍କ ପାଖରେ ପ୍ରମାଣ ଥିଲା କହିବା ପାଇଁ ମୁଁ ସ୍ୱର୍ଗକୁ ଯାଉଛି, କାରଣ ମୁଁ ଧାର୍ମିକ, ମୁଁ ପାପରୁ ମୁକ୍ତି ପାଇଛି। ଆପଣ ସମସ୍ତଙ୍କୁ ପ୍ରଭୁ ବହୁଳ ରୂପେ ଆଶୀର୍ବାଦ କରନ୍ତୁ। ଏ ସମାଧି ଦ୍ୱାରା ମଧ୍ୟ ପ୍ରଭୁଙ୍କ ସୁସମାଚାର ଶୁଣାଯାଉ, ପ୍ରଭୁଙ୍କର ଇଚ୍ଛା ଅଛି। ଆଉ ଚାଲନ୍ତୁ ଆମେ ସମସ୍ତେ ପ୍ରଭୁଙ୍କ ନିୟମ ଅନୁସାରେ ଏ ଆଜାଙ୍କୁ ବା ମାଙ୍କୁ ଆମେ ସମୟ ଦେବା ପାଇଁ ଯିବା ପୂର୍ବରୁ ଆଉ ପ୍ରାର୍ଥନା କରିବା, ତାପରେ କାର୍ଯ୍ୟ କରିବାକୁ ଯିବା। ଗୌରବ ସମ୍ଭ୍ରମ ତୁମେ ପାଉ ପ୍ରଭୁ, ତୁମର ଆମେ ଗୌରବ ଦଉଛୁ, ପ୍ରଭୁ ପ୍ରଶଂସା କରୁଛୁ। ତୁମେ ଧନ୍ୟ, ତୁମେ ପବିତ୍ର ପରମେଶ୍ୱର, ତୁମେ ଅବ୍ରାହ୍ମଙ୍କ ପରମେଶ୍ୱର, ଯାକୋବଙ୍କ ପରମେଶ୍ୱର, ଇସାକଙ୍କ ପରମେଶ୍ୱର, ତୁମେ ଆମ ସମସ୍ତଙ୍କ ପ୍ରଭୁ ଅଟ ପ୍ରଭୁ। ହଁ ପ୍ରଭୁ, ଯେପରି ତୁମେ ଦୀର୍ଘ 430 ବର୍ଷ ପର୍ଯ୍ୟନ୍ତ ଯୋଉ ଇସ୍ରାଏଲ ଲୋକମାନେ ପ୍ରଭୁ ରାଜା ଫାରୋଙ୍କ ଅଧୀନରେ କୀତଦାସ ଭାବରେ ବଞ୍ଚୁଥିଲେ, କିନ୍ତୁ ତୁମେ ତମ ଦାସଙ୍କ ଦ୍ୱାରା ସେମାନଙ୍କୁ ମୁକ୍ତ କଲ, ତୁମେ ତାଙ୍କୁ କିଣାଣ କରିଛ। ଆଉ ସେ କିଣାଣରେ ଦୁଗ୍ଧବତ ପ୍ରଭାବ ଦେଶ ପ୍ରଭୁ। ହଁ ପ୍ରଭୁ, ତୁମେ ଆମମାନଙ୍କୁ ଅନନ୍ତ ରାଜ୍ୟ ନୂତନ ଜେରୁସାଲେମକୁ ନେବା ପାଇଁ ଏ ମିଶ୍ର ଦେଶ ସଦୃଶ ଏ ଜଗତରୁ ତୁମେ ଆମକୁ ଉଦ୍ଧାର କଲ, ଏ ଜଗତରୁ ତୁମେ ଆମକୁ ମୁକ୍ତ କଲ। ଆଉ ତୁମ ପ୍ରିୟ ପୁତ୍ରଙ୍କୁ ପଠେଇକି, ଆଉ ଯିଏକି ଆମ ପାଇଁ ରକ୍ତ ଦେଲେ, ଯିଏକି ଆମ ପାଇଁ ମୃତ୍ୟୁବରଣ କଲେ, ଆଉ ଯିଏ ଆମର ଧାର୍ମିକତା ପାଇଁ ମୃତ୍ୟୁକୁ ପାର କରିକି ସେ ଆଉ ଥରେ ଉଠିଲେ, ମୃତ୍ୟୁକୁ ଜୟ କରିକି ସେ ଉଠିଲେ, ପାପକୁ ଜୟ କରିକି ଉଠିଲେ। ପ୍ରଭୁ, ଆଜି ଆମମାନେ ଆମ ମାଙ୍କ ପାଇଁ ପ୍ରଭୁ ଜମା ହେଇଛି, ପ୍ରଭୁ ସେ ତୁମର କୋଳକୁ ଚାଲି ଯାଇଛନ୍ତି। ଏ ଜଗତରେ ସେ ଜନ୍ମ ହେଇଥିଲେ ଦିନେ ତମ ଇଚ୍ଛା ଅନୁସାରେ ପରିବାର ଗଠନ କଲେ ପ୍ରଭୁ, ଆଉ ସେ ପରିବାର ଭିତରେ ପ୍ରଭୁ ସମସ୍ତେ ସୁସମାଚାର ଶୁଣିଲେ। ଆଉ ଏ ମାଙ୍କ ପାଇଁ ପ୍ରଭୁ ଆମମାନେ ଆଜି ମନେ ପକାଉଛୁ, ତୁମେ ତମର ନିୟମ ଅନୁସାରେ ତୁମେ ତାଙ୍କୁ ପଠେଇଥିଲ, ତମ ଇଚ୍ଛା ଅନୁସାରେ ତୁମେ ତାଙ୍କୁ ନେଇକି ଚାଲିଗଲ କାଲି। ପ୍ରଭୁ, ତୁମେ ଧନ୍ୟ ହୁଅ, ଆଉ ତମର ନାମକୁ ଆମେ ଧନ୍ୟବାଦ ଦଉଛୁ ଯେ ତୁମେ ତାଙ୍କୁ ପାପୀ ଠାରୁ ଧାର୍ମିକ କଲ ପ୍ରଭୁ। ଏ ଜଗତରେ ବଞ୍ଚୁଥିଲା ସମୟରେ ଯୋଉ ଲୋକ ପାପୀରେ ଜନ୍ମ ହେଲା ପରେ ଧାର୍ମିକ ହେଇକି ମରୁଛି, ସେ ପ୍ରକୃତିରେ ଆଶୀର୍ବାଦ ପ୍ରାପ୍ତ ଲୋକ। ଏ ଘରର ସମସ୍ତ ସଦସ୍ୟମାନଙ୍କ ପାଇଁ ପ୍ରାର୍ଥନା କରୁଛି। ତତ୍ସହିତ ପ୍ରଭୁ ମାଙ୍କର ଯେ ଶରୀରକୁ ବର୍ତ୍ତମାନ ଆମର ସମାଧି କ୍ରିୟାରେ ଆମେ ଯାଉଛୁ ତମ ଇଚ୍ଛା ଅନୁସାରେ। ଆଉ ପ୍ରଭୁ, ତୁମେ ସମସ୍ତ ବିଷୟକୁ ତୁମେ ଗାଇଡ୍ କର ପ୍ରଭୁ, ଯେପରି ଆମମାନେ ମାଙ୍କୁ ପ୍ରଭୁ ସମାଧି ଦେଇପାରିବୁ। ତା ସହିତ ଆସିଥିବା ଗ୍ରାମବାସୀ, ସମ୍ପର୍କୀୟ ଲୋକମାନେ, ଆଉ ସକାଳ ପରିବାର, ମୁଁ ସମସ୍ତଙ୍କ ପାଇଁ ପ୍ରାର୍ଥନା କରୁଛି ପ୍ରଭୁ, ଯେପରି ସେମାନଙ୍କର ହୃଦୟରେ ଯଦି ଜିହୁଦୀ ଲୋକମାନେ ମାଥା ମରିୟମକୁ ଆଉ ଲାଜାରଙ୍କ ବିଷୟରେ ସାନ୍ତ୍ୱନା ଦଉଥିଲେ, ଯୋଉ ସାନ୍ତ୍ୱନାରେ କୌଣସି ମୂଲ୍ୟ ନଥିଲା, ଯୋଉ ସାନ୍ତ୍ୱନାରେ ସେ କୌଣସି ସତ୍ୟତା ନଥିଲା, ମତେ ପୂର୍ବର ସାନ୍ତ୍ୱନା ପ୍ରଭୁ ଯୀଶୁ ଆସିକି ଦେଲେ। ଆଜି ଯୀଶୁଙ୍କର ସାନ୍ତ୍ୱନା ଥିଲା, ମୁଁ ପୁନରୁତ୍ଥାନ ଆଉ ଜୀବନ ମୋ ଠାରେ ଯେ ବିଶ୍ୱାସ କରିବ, ଯଦି ବି ସେ ମରେ ତଥାପି ସେ ବଞ୍ଚିବ। ଆଜି ଆମମାନେ ଛିଡ଼ା ହେଇକି ପ୍ରଭୁ ତୁମର ସାକ୍ଷ୍ୟ ଦେଇ ଦଉଛୁ। ଆମେ ଛାର ଧୂଳି ମାତ୍ର ମନୁଷ୍ୟ ପ୍ରଭୁ, ଆମେ କୀଟ କଳଙ୍କ ହେଇଥିବା ଲୋକ ପ୍ରଭୁ,
ମତେ ପ୍ରଭୁ ତୁମର ନାଁରେ ଆମେ ଆଜି ଘୋଷଣା କରୁଛୁ 2000 ବର୍ଷ ପୂର୍ବ ତୁମେ ଜଗତକୁ ଆସିଥିଲ ତୁମେ ମାଙ୍କ ପାଇଁ ଆଉ ଆସିଥିବା ପ୍ରତ୍ୟେକ ଭାଇ ଭଉଣୀ ପାଇଁ ଯୋଉମାନେ ପ୍ରଭୁ ଛିଡା ହେଇଛନ୍ତି ବସୁଛନ୍ତି ଆଉ ସମଗ୍ର ପୃଥିବୀର ସମସ୍ତ ମାନବ ଜାତି ଲୋକଙ୍କ ପାଇଁ ତୁମେ ବିନା ମୂଲ୍ୟରେ ତୁମେ ତମ ରକ୍ତ ଗୋଟେ ଦେଲ ପ୍ରଭୁ କ୍ରୁଶରେ ତୁମେ ମେଷ ଶାବକ ଭାବରେ ପ୍ରଭୁ ବଳି ଉତ୍ସର୍ଗ ହେଲ ନୈବେଦ୍ୟ ଭାବରେ ତୁମେ ମହାଯାଜକ ଭାବରେ ପ୍ରଭୁ ତୁମେ ସମସ୍ତ ପାପର କାର୍ଯ୍ୟକୁ ତୁମେ ସମାପ୍ତ କଲ ଯେମିତି ଯିଶା ପୁସ୍ତକ 40 ପର୍ବ ତୁମେ ବାକ୍ୟ ଦେଇଛ ତମ ମୋର ଲୋକମାନଙ୍କୁ ତୁମେ ଚିତ୍ତ ପ୍ରମୋଦ କଥା କହିଦିଅ ଆଉ ସମସ୍ତ ସଂଗ୍ରାମର ଦିନ ସମାପ୍ତ ହେଇଛି ଆଉ ସେ ଜେରୁସାଲେମ ତାର ପାପ ଅପରାଧର କ୍ଷମା 2 ଗୁଣ ପାଇଅଛି ଲେଖା ହେଇଛି ପ୍ରଭୁ ତୁମେ ଆମମାନଙ୍କ ପାଇଁ ଯୀଶୁଙ୍କୁ ଦେଲ ଯୀଶୁ ଖ୍ରୀଷ୍ଟ ପ୍ରଭୁ ଆମ ସମସ୍ତଙ୍କ ପ୍ରଭୁ ପାପ ଉଦ୍ଧାର କଲେ ପରିତ୍ରାଣ ଦେଲେ ଅନ୍ଧକାରର କ୍ଷମତା ଉଦ୍ଧାର କରି ତୁମେ ଆମକୁ ଆଲୋକର ସନ୍ତାନ କଲ ଏ ମାଙ୍କର ପରିତ୍ରାଣ ପାଇଁ ଆମେ ଗୌରବ ପ୍ରଶଂସା କରୁଛୁ ତୁମେ ତାଙ୍କୁ ଧାର୍ମିକ କଲ ପ୍ରଭୁ ଆଉ ପ୍ରଭୁ ଏ କିଶୋବଡି ଗାଁରେ ପ୍ରଭୁ ତୁମେ ସୁସମାଚାର ଆଣିଲ ଏ ମୂଲ୍ୟବାନ ଭାବରେ ପ୍ରଭୁ ଯେପରି ନିସ୍ତାର ପର୍ବରେ ଆଉ ପ୍ରଭୁ ଯୋଉ ଘରେ ଆଉ ପ୍ରଭୁ ମେଷର ରକ୍ତ 2 ବାଜ ମତ କପଡ଼ା ଲାଗିଥିଲା ସେ ଘରକୁ ବିଚାର ଯେପରି ଗଲା ନାହିଁ ଏ ଘରେ ମଧ୍ୟ ପ୍ରଭୁ ତୁମେ ଦିନ ପ୍ରବେଶ କଲ ରକ୍ତ ଦ୍ୱାରା ତମ ସୁସମାଚାର ଦ୍ୱାରା ଆଜି ମାଙ୍କୁ ଆମେ ବିଶ୍ୱାସର ଚକ୍ଷୁରେ ଦେଖୁଛୁ ତୁମର କୋଳରେ ସେ ଅଛନ୍ତି ଆଉ ସେ ତାଙ୍କ ସ୍ୱାମୀ ବାପାଙ୍କ ସହିତ କଥା ହଉଥିବେ ପ୍ରଭୁ ଆଉ ଅନେକ ଧାର୍ମିକ ବୌଣିକ ଭାଇ ଭଉଣୀ ସହିତ ସେ ମିଶୁଥିବେ ସ୍ୱର୍ଗ ରାଜ୍ୟର ଦୁନିଆ ଆମ ଶାରୀରିକ ଚକ୍ର ଦେଖିଲୁ ମତେ ପବିତ୍ର ବାଇବଲ ତୁମେ ଆମକୁ ବ୍ୟାଖ୍ୟା କରୁଛ ପ୍ରଭୁ ଅଳ୍ପ ମାତ୍ରା କିପରି ଭାବରେ ସ୍ୱର୍ଗ ରାଜ୍ୟରେ ନା ଶୋଷ ଅଛି ନା ଭୋକ ଅଛି ନା ହାଲିଆ ଅଛି ନା ଦୁଃଖ ଅଛି ନା କଷ୍ଟ ଅଛି ନା ମୃତ୍ୟୁ ଅଛି କୌଣସି ବିଷୟ ନାହିଁ ଆନନ୍ଦ ହିଁ ଆନନ୍ଦ ଅଛି ଖୁସି ଖୁସି ଅଛି ଆଶା ହିଁ ଆଶା ଅଛି ଆଲୋକ ହିଁ ଆଲୋକ ଅଛି ପ୍ରଭୁଙ୍କ ସହିତ ପ୍ରଭୁ ମାଙ୍କର ପରିତ୍ରାଣ ପାଇଁ ଆମେ ଧନ୍ୟବାଦ ଦଉଛୁ ଏ ସକାଳ ପରିବାରକୁ ତୁମେ ତାଙ୍କ ହୃଦୟ ଭିତରେ ଆତ୍ମାଙ୍କ ଦ୍ୱାରା ବାକ୍ୟ ଦ୍ୱାରା ସାନ୍ତ୍ୱନା ଦିଅ ମଣ୍ଡଳୀକୁ ତୁମେ ପ୍ରଭୁ କୋଡ଼ିଏ କିଲୋ ଦାରିବାଡ଼ି ମଣ୍ଡଳୀ ଭିତରେ ମଧ୍ୟ ଆମ ସମସ୍ତ ଭାଇ ଭଉଣୀକୁ 5ଟା ପାଦକୁ ଅନୁଗ୍ରହ କର ଆଗକୁ ମଧ୍ୟ ଯୋଉ କାର୍ଯ୍ୟକ୍ରମ ହବ ପ୍ରଭୁ ତାହା ଯେପରି ଈଶ୍ୱରଙ୍କର ଇଚ୍ଛା ଅନୁସାରେ ତମର ଗୌରବ ନିମନ୍ତେ ହବ ସେଥିପାଇଁ ପ୍ରତ୍ୟେକ ଭାଇ ଭଉଣୀକୁ ଏକ ମନକୁ ନେଇକି ଯେପରି ଆଗକୁ ପରିଚାଳନା କରିକି ସେଥିପାଇଁ ଦୟା କର ବର୍ତ୍ତମାନ ଆମେ ସମାଧି କ୍ରିୟା କରିବା ପାଇଁ ଯାଉଛୁ ପ୍ରଭୁ ତୁମେ ଆମ ସହବର୍ତ୍ତୀ ରୁହ ଆଉ ଆସିଥିବା ଦୂର ଦୂରାନ୍ତର ଗ୍ରାମବାସୀ ସମ୍ପର୍କ ଲୋକ ସମସ୍ତଙ୍କ ପାଇଁ ପ୍ରାର୍ଥନା କରୁଛି ପ୍ରଭୁ ବ୍ୟକ୍ତିଗତ ଭାବରେ ତାଙ୍କ ପାଇଁ ତମ କାର୍ଯ୍ୟ କର ପ୍ରଭୁ ଗୌରବ ସମ୍ଭ୍ରମ ତମ ପାଖରେ ଧନ୍ୟବାଦ ଦଉଛୁ ଆଉ ମାଙ୍କର ପରିତ୍ରାଣ ନେଇକି ଧନ୍ୟବାଦ ଦେଇ ଏ ପରିବାରକୁ ତମ ଚଳନ୍ତରେ ରଖିକି ପ୍ରଭୁ ଏ ପ୍ରାର୍ଥନା ଆଉ ଉଦ୍ଧାର କରତା ନାଜରୁତୀୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗିଲୁ।